ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମିନାବାଦ ଗ୍ରାମରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ 20ତମ ବାର୍ଷିକ ଉତ୍ସବ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶାସ୍ତ୍ରଜ୍ଞ ବ୍ରାହ୍ମଣ, ପୁରୋହିତ ତଥା ନିମନ୍ତ୍ରିତ ପଣ୍ଡିତ ମଣ୍ଡଳୀ ଏହି ଯଜ୍ଞସ୍ଥଳୀରେ ପହଞ୍ଚି ପୂଜା ବିଧି ଅନୁଯାୟୀ 4 ଦିନ ବ୍ୟାପୀ ବିଶ୍ୱକଲ୍ୟାଣ ଶନିଶ୍ଚର ମହାଯଜ୍ଞକୁ ସମ୍ପାଦନ କରିଥିଲେ। ଅଙ୍କୁରାରୋପଣ, ଜଳଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ଅଗ୍ନିସ୍ଥାପନ, ଆହୁତି, ଆଳତି, ପୁଷ୍ପାଞ୍ଜଳି, ସଂକୀର୍ତ୍ତନ, ଚଣ୍ଡୀ ଆହୁତି, ପୂର୍ଣ୍ଣାହୁତି ସମୟରେ ବହୁ ଶ୍ରଦ୍ଧାଳୁ ଯଜ୍ଞ ମଣ୍ଡପରେ ସମବେତ ହୋଇଥିଲେ। ଶିଶୁ ଏବଂ କିଶୋର କଳାକାରମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ପରେ କୃତି କଳାକାରମାନଙ୍କୁ ସାଂସ୍କୃତିକ ମଞ୍ଚରୁ ପୁରସ୍କୃତ କରାଯାଇଥିଲା। ଶନିଶ୍ଚର ଯଜ୍ଞ କମିଟି କୁହୁଣ୍ଡାର ସଭାପତି ଶିକ୍ଷାବିତ୍ ସୁନାକର ନାୟକଙ୍କ ତତ୍ତ୍ୱାବଧାନରେ ସର୍ବଶ୍ରୀ ଭରତ ଚନ୍ଦ୍ର ନାୟକ, ସାମ୍ବାଦିକ ଅଖିଳେଶ ମହାନ୍ତି, ଗୟାଧର ସାହୁ, ଭରତ ଚନ୍ଦ୍ର ଜେନା, ଭାଗବତ ସ୍ୱାଇଁ, ପ୍ରଫୁଲ୍ଲ କୁମାର ଜେନା, ସୁଧୀର ମହାନ୍ତି, କିଷାନ ସିଂ, କଳ୍ପତରୁ ଜେନା, ଅମ୍ବୁଜ ସାମଲ, ଉମେଶ ସ୍ୱାଇଁ, ପ୍ରମୋଦ ଜେନା, ସନ୍ତୋଷ ସ୍ୱାଇଁ, ନିହାରଞ୍ଜନ ଜେନା, ନିତ୍ୟାନନ୍ଦ ସେଠୀ, ଆଶିଷ ଜେନା, ଚିତ୍ତରଞ୍ଜନ ଜେନା, ପ୍ରତାପ କୁମାର ଜେନା ପ୍ରମୁଖ ବହୁ ଯୁବ କର୍ମକର୍ତ୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। 4 ଦିନ ବ୍ୟାପୀ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଯୋଗଦେବା ଦେଖିବାକୁ ମିଳିଥିଲା। ଯଜ୍ଞ କମିଟି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଚାରୁ ଅନ୍ନ ପ୍ରଦାନ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଦ୍ୟୁତି ଚାନ୍ଦ ଟିଭି।